ଆଜି ଆମେ ଯେଉଁ କାହାଣୀ ବିଷୟରେ କଥା ହେବା ତାହା ବହୁତ ଗଭୀର ଆଉ ବହୁତ ମାର୍ମିକ। ଏ ହେଉଛି ହରିଶ ରାଣା ଏବଂ ତାଙ୍କ ପରିବାରର କାହାଣୀ। ଏମିତି ଏକ କାହାଣୀ ଯାହା ଭଲ ପାଇବା, ଯନ୍ତ୍ରଣା ଆଉ ଏକ ଅତି କଠିନ ନିଷ୍ପତ୍ତିକୁ ନେଇ ଆମକୁ ଭାବିବାକୁ ବାଧ୍ୟ କରିବ। କେବେ ଭଲ ପାଇବାର ଅର୍ଥ ହୁଏ ମୁକ୍ତ କରିଦେବା? ଏଇଟା ଖାଲି ଗୋଟେ ପ୍ରଶ୍ନ ନୁହେଁ, ଏଇଟା ଥିଲା ସେଇ ହୃଦୟ ବିଦାରକ ଦ୍ୱନ୍ଦ୍ୱ ଯାହାର ସାମ୍ନା କରିବାକୁ ପଡ଼ିଥିଲା ହରିଶଙ୍କ ବାପା ମାଙ୍କୁ। ଆଉ ସତ କହିବାକୁ ଗଲେ ଏମିତି ପ୍ରଶ୍ନର ଉତ୍ତର ସହଜରେ ମିଳେନି। ଟିକେ ଭାବନ୍ତୁ ତ, ଜଣେ ବାପା ମା ପାଇଁ ସବୁଠୁ ବଡ଼ କଷ୍ଟ କ'ଣ ହୋଇପାରେ? ହଁ, ନିଜ ସନ୍ତାନକୁ ଅସହ୍ୟ ଯନ୍ତ୍ରଣାରେ ଦେଖିବା। ଏମିତି ଏକ ପରୀକ୍ଷା ଯାହାକୁ ସହିବା ପ୍ରାୟ ଅସମ୍ଭବ। ଆଉ ଏହି ଅସମ୍ଭବ କଷ୍ଟ ହିଁ ରାଣା ପରିବାର ପାଇଁ ଏକ ଦଶନ୍ଧିରୁ ଅଧିକ ସମୟ ଧରି ସତ ଥିଲା। ପ୍ରତିଦିନ ପ୍ରତିଟି ମୁହୂର୍ତ୍ତ ସେମାନେ ଏହି ଯନ୍ତ୍ରଣା ସାଙ୍ଗରେ ହିଁ ବଞ୍ଚୁଥିଲେ। ହେଲେ ଏସବୁ ହେବା ଆଗରୁ, ଏ ଦୁର୍ଘଟଣା ଆଗରୁ କିଏ ଥିଲେ ହରିଶ ରାଣା? ତାଙ୍କର କ'ଣ ସ୍ୱପ୍ନ ଥିଲା? ଚାଲନ୍ତୁ ଟିକେ ସେ କଥା ଜାଣିବା। ହରିଶ ତାଙ୍କ ବାପା ମାଙ୍କ ପାଇଁ ଖାଲି ଜଣେ ପୁଅ ନଥିଲେ, ସେ ଥିଲେ ତାଙ୍କର ଆଶା, ତାଙ୍କର ଭରସା। ବହୁତ ଭଲ ଛାତ୍ର ଥିଲେ, ଶାନ୍ତ ସ୍ୱଭାବର। ତାଙ୍କୁ ନେଇ ପରିବାର କେତେ ଯେ ସ୍ୱପ୍ନ ଦେଖିଥିଲା ଯେ ସେ ବଡ଼ ହେବ, ପରିବାରର ନାଁ ରଖିବ। କିନ୍ତୁ ଗୋଟିଏ ଦିନ ଗୋଟିଏ ମୁହୂର୍ତ୍ତରେ ସବୁକିଛି ବଦଳିଗଲା। ସେମିତି ଏକ ଦୁଃଖଦ ମୋଡ଼ ଆସିଲା ସେମାନଙ୍କ ଜୀବନରେ, ଯାହାର ଅନ୍ତ ହେବାକୁ ପୁରା 13ଟା ବର୍ଷ ଲାଗିଗଲା। କଥାଟା ଥିଲା 2013 ମସିହାର। ଚଣ୍ଡିଗଡ଼ରେ ପଢ଼ୁଥିବା ବେଳେ ହରିଶ ଗୋଟେ 4 ମହଲା କୋଠାରୁ ଖସି ପଡ଼ିଲେ। ଡାକ୍ତରମାନେ ବହୁତ ଚେଷ୍ଟା କଲେ, ଜୀବନ ତ ବଞ୍ଚେଇ ଦେଲେ, କିନ୍ତୁ ହରିଶ ଆଉ କେବେ ବି ହୋସ୍କୁ ଫେରିଲେନି। ସବୁଦିନ ପାଇଁ କୋମାକୁ ଚାଲିଗଲେ। 13, ପୁରା 13ଟା ବର୍ଷ। ଏଇଟା ଖାଲି ଗୋଟେ ସଂଖ୍ୟା ନୁହେଁ, ଏଇଟା ହେଉଛି ସେହି ପରିବାରର ଅପେକ୍ଷା, ଆଶା ଆଉ ଅସରନ୍ତି ଯନ୍ତ୍ରଣାର ପ୍ରତିଟି ଦିନ। ଥରେ ଭାବିଲେ ଦେହ ଶୀତେଇ ଯାଉଛି। ଏତେ ଲମ୍ବା ସମୟ ଧରି ଏମିତି ଏକ କଷ୍ଟକୁ ସହିବା କେତେ ଯେ କଠିନ। ଆଉ ଏହି 13 ବର୍ଷ ଭିତରେ ଜଣେ ମାଆର ମମତା କେବେ ବି କମି ନଥିଲା। ପ୍ରତିଦିନ ସେ ପୁଅ ସହ କଥା ହେଉଥିଲେ, ଏହି ଆଶାରେ କି କାଳେ ପୁଅ ଆଖି ଖୋଲିବ। ତାର ମୁହଁ ସଫା କରିବା, ନଳୀରେ ଖାଇବାକୁ ଦେବା, ଆଉ କେତେ ରାତି ଯେ ପୁଅ ପାଖରେ ବସି କାନ୍ଦି କାନ୍ଦି ବିତେଇଛନ୍ତି ତାର ହିସାବ ନାହିଁ। ଆଉ ବାପା, ତାଙ୍କ କଷ୍ଟ ଥିଲା ପୁରା ନୀରବ, ଶବ୍ଦହୀନ। ସେ ବୋଧେ କିଛି କହିପାରୁନଥିଲେ, ବାସ୍ ପ୍ରତିଦିନ ପୁଅର ହାତକୁ ଧରି ବସୁଥିଲେ। ଆଉ ତାଙ୍କ ଆଖିରୁ ଝରୁଥିବା ଲୁହ, ସେହି ଲୁହ ହିଁ ସବୁକିଛି କହିଦେଉଥିଲା। ଏମିତି ବର୍ଷ ପରେ ବର୍ଷ ବିତିଗଲା। ଶେଷରେ ଡାକ୍ତରମାନେ ବି ହାତ ଟେକିଦେଲେ। ସେମାନେ ସ୍ପଷ୍ଟ କରିଦେଲେ ଯେ ହରିଶ ଭଲ ହେବାର ଆଉ କୌଣସି ଆଶା ନାହିଁ। ସେତେବେଳେ ଯାଇ ସେହି ପରିବାର ନିଜ ଜୀବନର ସବୁଠୁ କଠିନ ନିଷ୍ପତ୍ତି ନେଲେ। ସେମାନେ ଆଇନର ଦ୍ୱାରସ୍ଥ ହେଲେ। ଆଉ ସେମାନେ ଯାହା ମାଗିଲେ ତାହା ହିଁ ଏହି କାହାଣୀର ସବୁଠୁ ବଡ଼ ପ୍ରଶ୍ନ। ସେମାନେ ମାଗିଥିଲେ ଇଚ୍ଛା ମୃତ୍ୟୁ। ତେବେ ଏହି ଇଚ୍ଛା ମୃତ୍ୟୁ ବା ମାର୍ସି କିଲିଂ ପ୍ରକୃତରେ କ'ଣ? ଆଇନ ଭାଷାରେ ଏହାକୁ କୁହାଯାଏ ପ୍ୟାସିଭ୍ ୟୁଥେନେସିଆ ବା ନିଷ୍କ୍ରିୟ ଇଚ୍ଛା ମୃତ୍ୟୁ। ଏହାର ଅର୍ଥ ବହୁତ ସରଳ। ଯେତେବେଳେ ଜଣେ ରୋଗୀର ଭଲ ହେବାର ସବୁ ଆଶା ସରିଯାଏ, ସେତେବେଳେ ତାକୁ କୃତ୍ରିମ ଭାବେ ବଞ୍ଚାଇ ରଖିଥିବା ମେସିନ୍ ବା ଲାଇଫ୍ ସପୋର୍ଟକୁ ହଟାଇ ଦିଆଯାଏ, ଯାହାଫଳରେ ତାର ଯନ୍ତ୍ରଣାର ଶାନ୍ତିପୂର୍ଣ୍ଣ ଭାବେ ଅନ୍ତ ହୋଇପାରିବ। କିନ୍ତୁ ଏହି ରାସ୍ତା ବି ସହଜ ନଥିଲା। ପ୍ରଥମେ ଯେତେବେଳେ ବାପା ମା କୋର୍ଟ ଗଲେ, କୋର୍ଟ ସିଧା ମନା କରିଦେଲେ। କିନ୍ତୁ ସେମାନେ ହାର ମାନିଲେନି। କୋର୍ଟ ଏକ ଡାକ୍ତରୀ ଦଳ ଗଠନ କରି ହରିଶଙ୍କ ଅବସ୍ଥା ପୁଣିଥରେ ଯାଞ୍ଚ କରିବାକୁ କହିଲେ। ଆଉ ସେହି ଦଳ ଯେତେବେଳେ ରିପୋର୍ଟ ଦେଲା ଯେ ସୁସ୍ଥ ହେବାର ଆଶା ପୁରା ଶୂନ୍ୟ, ସେତେବେଳେ ଯାଇ କୋର୍ଟ ଶେଷରେ ସେହି ଅନୁମତି ଦେଲେ। ଆଉ ତାପରେ ଆସିଲା ସେହି ଦିନ, ହସ୍ପିଟାଲର ସେହି ଶେଷ ମୁହୂର୍ତ୍ତ। 13 ବର୍ଷର ଏକ ଲମ୍ବା, ଯନ୍ତ୍ରଣାଦାୟକ ଯାତ୍ରାର ଅନ୍ତ ହେବାକୁ ଯାଉଥିଲା। ହରିଶଙ୍କ ମା ପୁଅର ମୁଣ୍ଡକୁ ଆଉଁସି ଶେଷଥର ପାଇଁ କହିଲେ, ପୁଅ, ତୁ ବହୁତ କଷ୍ଟ ପାଇଲୁ, ଏବେ ଶାନ୍ତିରେ ଯା। ଏହି କେଇପଦ କଥାରେ ସେହି ମାଙ୍କର 13 ବର୍ଷର ଦୁଃଖ, ଭଲ ପାଇବା ଆଉ ନିଜ ପୁଅକୁ ମୁକ୍ତି ଦେବାର ଇଚ୍ଛା ସବୁକିଛି ଥିଲା। ଆଉ ବାପା, ସେ ପୂରାପୂରି ଚୁପ୍। କାରଣ କିଛି କଷ୍ଟ ଏତେ ଗଭୀର ହୋଇଥାଏ ଯେ ତାକୁ କହିବା ପାଇଁ ଶବ୍ଦ ବି ମିଳେନି। ତାଙ୍କ ଆଖିର ଲୁହ ହିଁ ସେଦିନ ତାଙ୍କର ସବୁ ବେଦନାକୁ ବୟାନ କରୁଥିଲା। ଏପରିକି ଯେତେବେଳେ ଡାକ୍ତରୀ ଦଳ ଲାଇଫ୍ ସପୋର୍ଟ ମେସିନ୍ ହଟାଇଲେ, ତାଙ୍କ ନିଜ ଆଖିରେ ବି ଲୁହ ଥିଲା। କାରଣ ସେଇଟା କେବଳ ଏକ ମେଡିକାଲ ପ୍ରୋସିଜିଅର ନଥିଲା, ସେଇଟା ଥିଲା ଏକ ମାନବିକ ଯନ୍ତ୍ରଣାର ଶେଷ। ଆଉ ହରିଶ ଶେଷରେ ସେହି ଅସରନ୍ତି କଷ୍ଟରୁ ମୁକ୍ତି ପାଇଲେ। ହରିଶଙ୍କର ଏହି କାହାଣୀ ଆମ ସମସ୍ତଙ୍କୁ ଗୋଟେ ବହୁତ ବଡ଼ କଥା ମନେ ପକାଇ ଦେଉଛି। ଜୀବନ କେତେ ଯେ ଅନିଶ୍ଚିତ, କେହି କହିପାରିବେନି। ତେଣୁ ଆମେ ଯେଉଁମାନଙ୍କୁ ଭଲ ପାଉଛୁ, ତାଙ୍କ ସହ ମିଳୁଥିବା ସମୟ, ତାହା ହିଁ ଆମର ସବୁଠୁ ବଡ଼ ସମ୍ପତ୍ତି। ଆଉ ଶେଷରେ ଏହି ପୁରା କାହାଣୀ ଆମ ସମସ୍ତଙ୍କ ପାଇଁ ଗୋଟେ ବହୁତ ବଡ଼ ପ୍ରଶ୍ନ ଛାଡ଼ି ଯାଉଛି। ଗୋଟେ ପଟେ ଜୀବନର ମୂଲ୍ୟ, ଆଉ ଅନ୍ୟପଟେ ଅସହ୍ୟ ଯନ୍ତ୍ରଣାର ବାସ୍ତବତା।
ଏ ଦୁଇଟି ଭିତରେ ଗୋଟେ ସମାଜ କେମିତି ସନ୍ତୁଳନ ରଖିବ? ଏହାର ଉତ୍ତର ବୋଧହୁଏ ଆମ ସମସ୍ତଙ୍କୁ ମିଶିକି ଖୋଜିବାକୁ ପଡ଼ିବ।